ଜିହିଜିକଲ ଅଧ୍ୟାୟ 40। ଆମ୍ଭମାନଙ୍କ ନିର୍ବାସନର 25 ବର୍ଷରେ, ବର୍ଷର ଆରମ୍ଭରେ, ମାସର 10ମ ଦିନରେ, ଅର୍ଥାତ୍ ନଗର ନିପାତିତ ହେଲା ଉତ୍ତାରେ, 14 ବର୍ଷର ଉକ୍ତ ଦିବସରେ ସଦାପ୍ରଭୁଙ୍କର ହସ୍ତ ମୋ ଉପରେ ଅଧିଷ୍ଠିତ ଥିଲା ଓ ସେ ମୋତେ ସେ ସ୍ଥାନରେ ଉପସ୍ଥିତ କରାଇଲେ। ଈଶ୍ୱରୀୟ ଦର୍ଶନ ଯୋଗେ ସେ ମୋତେ ଇସ୍ରାଏଲ ଦେଶକୁ ଆଣି ଅତି ଉଚ୍ଚ ଏକ ପର୍ବତରେ ବସାଇଲେ। ତହିଁ ଉପରେ ଦକ୍ଷିଣ ଦିଗରେ ଗୋଟିଏ ନଗର ତୁଲ୍ୟ ଆକୃତି ଥିଲା। ସେ ମୋତେ ସେ ସ୍ଥାନକୁ ନେଇଗଲେ। ଆଉ ଦେଖ, ସେଠାରେ ଏକ ପୁରୁଷ ଥିଲେ, ପିତ୍ତଳର ଆଭାତୁଲ୍ୟ ତାଙ୍କର ଆଭା, ତାଙ୍କ ହସ୍ତରେ ଛଣପଟର ଏକ ରଜୁ ଓ ପରିମାପକ ଏକ ନଳ ଥିଲା ଓ ସେ ଦ୍ୱାରରେ ଠିଆ ହୋଇଥିଲେ। ଏଥିରେ ସେ ପୁରୁଷ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ଆମ୍ଭେ ତୁମ୍ଭକୁ ଯାହା ଯାହା ଦେଖାଇବା, ସେ ସବୁ ତୁମ୍ଭେ ଆପଣା ଚକ୍ଷୁରେ ଦେଖ ଓ ଆପଣା କର୍ଣ୍ଣରେ ଶୁଣ ଓ ତହିଁରେ ମନୋନିବେଶ କର, କାରଣ ଆମ୍ଭେ ଯେପରି ସେସବୁ ତୁମ୍ଭକୁ ଦେଖାଉ, ଏ ଅଭିପ୍ରାୟରେ ତୁମ୍ଭେ ଏଠାକୁ ଆନିତ ହୋଇଅଛ। ତୁମ୍ଭେ ଯାହା ଯାହା ଦେଖିବ, ତାହା ସବୁ ଇସ୍ରାଏଲ ବଂଶକୁ ଜ୍ଞାତ କରାଅ। ଆଉ ଦେଖ, ଗୃହର ବାହାରେ ଚତୁର୍ଦିଗରେ ଏକ ପ୍ରାଚୀର ଥିଲା ଓ ସେହି ପୁରୁଷଙ୍କ ହସ୍ତରେ ଏକ ପରିମାପକ ନଳ ଥିଲା। ତାହା 6 ହାତ ଦୀର୍ଘ, ପ୍ରତ୍ୟେକ ହାତ 1 ହାତ 4 ଆଙ୍ଗୁଳି ପରିମିତ। ତହିଁରେ ସେ ଗୃହର ସ୍ଥୂଳତା 1 ନଳ ଓ ଉଚ୍ଚତା 1 ନଳ ମାପିଲେ। ଏ ଉତ୍ତାରେ ସେ ପୂର୍ବାଭିମୁଖ ଦ୍ୱାରକୁ ଆସି ତହିଁର ପାବଛ ଦେଇ ଉପରକୁ ଉଠିଲେ। ଆଉ ଦ୍ୱାରର ସମ୍ମୁଖ ସ୍ଥାନର ପ୍ରସ୍ଥ 1 ନଳ ଓ ଅନ୍ୟ ସମ୍ମୁଖ ସ୍ଥାନର ପ୍ରସ୍ଥ 1 ନଳ ମାପିଲେ। ପୁଣି ପ୍ରତ୍ୟେକ କ୍ଷୁଦ୍ର କୋଠରୀ 1 ନଳ ଦୀର୍ଘ ଓ 1 ନଳ ପ୍ରସ୍ଥ ଥିଲା। ଆଉ ପ୍ରତ୍ୟେକ କ୍ଷୁଦ୍ର କୋଠରୀର ମଧ୍ୟରେ 5 ହାତ ଛଡ଼ା ଥିଲା ଓ ଗୃହାଭିମୁଖ ଦ୍ୱାରର ବରଣ୍ଡା ନିକଟସ୍ଥ ଦ୍ୱାରର ସମ୍ମୁଖ ସ୍ଥାନ 1 ନଳ ଥିଲା। ଗୃହାଭିମୁଖ ଦ୍ୱାରର ବାରଣ୍ଡା ମଧ୍ୟ ସେ 1 ନଳ ମାପିଲେ। ତହୁଁ ସେ ଦ୍ୱାରର ବରଣ୍ଡା 8 ହାତ ମାପିଲେ ଓ ତହିଁର ଉପସ୍ତମ୍ଭ ସକଳ 2 ହାତ ଥିଲା। ପୁଣି ଦ୍ୱାରର ବରଣ୍ଡା ଗୃହ ଆଡ଼େ ଥିଲା। ଆଉ ପୂର୍ବାଭିମୁଖ ଦ୍ୱାରର କ୍ଷୁଦ୍ର କୋଠରୀ ଏ ପାଖରେ 3 ଓ ସେ ପାଖରେ 3 ଥିଲା। ସେ 3ର ମାପ 1 ସମାନ ଥିଲା। ଆଉ ଏ ପାଖ ଓ ସେ ପାଖ ସ୍ତମ୍ଭ ସବୁର 1 ସମାନ ମାପ ଥିଲା। ପୁଣି ସେ ଦ୍ୱାରର ପ୍ରବେଶ ସ୍ଥାନର ପ୍ରସ୍ଥ 10 ହାତ ଓ ଦ୍ୱାରର ଦୀର୍ଘତା 13 ହାତ ମାପିଲେ। ଆଉ କ୍ଷୁଦ୍ର କୋଠରୀ ସକଳର ସମ୍ମୁଖରେ ଏ ପାଖରେ 1 ହାତ, ସେ ପାଖରେ 1 ହାତ ପ୍ରାନ୍ତ ଥିଲା ଓ ପ୍ରତ୍ୟେକ କ୍ଷୁଦ୍ର କୋଠରୀ ଏକ ପାଖରେ 6 ହାତ ଓ ଅନ୍ୟ ପାଖରେ 6 ହାତ ଥିଲା। ପୁଣି ସେ ଏକ କ୍ଷୁଦ୍ର କୋଠରୀର ଛାତଠାରୁ ଅନ୍ୟ କ୍ଷୁଦ୍ର କୋଠରୀର ଛାତ ପର୍ଯ୍ୟନ୍ତ ଦ୍ୱାରର ପ୍ରସ୍ଥ 25 ହାତ ମାପିଲେ। ଦ୍ୱାର ସମ୍ମୁଖରେ ଦ୍ୱାର ଥିଲା। ଉପସ୍ତମ୍ଭ ସକଳ ମଧ୍ୟ ସେ 60 ହାତ ମାପିଲେ। ପୁଣି ପ୍ରାଙ୍ଗଣ ଉପସ୍ତମ୍ଭ ପର୍ଯ୍ୟନ୍ତ ଗଲା। ଚାରିଆଡ଼େ ଦ୍ୱାର ଥିଲା। ପୁଣି ପ୍ରବେଶାର୍ଥକ ଦ୍ୱାରର ଅଗ୍ରଭାଗରୁ ଅନ୍ତରସ୍ଥ ବରଣ୍ଡାର ଅଗ୍ରଭାଗ ପର୍ଯ୍ୟନ୍ତ 50 ହାତ ଥିଲା। ପୁଣି ଦ୍ୱାର ଭିତରେ ଚାରିଆଡ଼େ କ୍ଷୁଦ୍ର କୋଠରୀ ଓ ଉପସ୍ତମ୍ଭ ସକଳର ବନ୍ଦ
ଜଳା କବାଟି ଥିଲା ଓ ମଣ୍ଡପ ସକଳରେ ମଧ୍ୟ ତଦ୍ରୂପ ଥିଲା। ଆଉ ଜଳା କବାଟି ସବୁ ଭିତରେ ଚାରିଆଡ଼େ ଥିଲା ଓ ପ୍ରତ୍ୟେକ ଉପସ୍ତମ୍ଭ ଉପରେ ଖର୍ଜୁର ବୃକ୍ଷର ଆକୃତି ଥିଲା। ତହୁଁ ସେ ମୋତେ ବାହାର ପ୍ରାଙ୍ଗଣକୁ ଆଣିଲେ। ଆଉ ଦେଖ, ପ୍ରାଙ୍ଗଣର ଚାରିଆଡ଼େ କେତେକ କୋଠରୀ ଓ ନିର୍ମିତ ଚଟାଣ ଥିଲା। ସେହି ଚଟାଣ ଉପରେ 30 କୋଠରୀ ଥିଲା। ପୁଣି ସେହି ଚଟାଣ ଦ୍ୱାର ସକଳର ପାର୍ଶ୍ୱରେ ଦ୍ୱାରର ଦୀର୍ଘତାନୁସାରେ ଥିଲା। ଏହା ନିମ୍ନତର ଚଟାଣ। ତେବେ ସେ ନିମ୍ନତର ଦ୍ୱାରର ଅଗ୍ରଭାଗଠାରୁ ଭିତର ପ୍ରାଙ୍ଗଣର ଅଗ୍ରଭାଗ ପର୍ଯ୍ୟନ୍ତ ବାହାର ପ୍ରସ୍ଥ ମାପିଲେ ପୂର୍ବ ଓ ଉତ୍ତର ଉଭୟ ଦିଗରେ 100 ହାତ। ପୁଣି ସେ ବାହାର ପ୍ରାଙ୍ଗଣର ଉତ୍ତରାଭିମୁଖ ଦ୍ୱାରର ଦୀର୍ଘତା ଓ ପ୍ରସ୍ଥ ମାପିଲେ। ଆଉ ତହିଁର ଏକ ପାର୍ଶ୍ୱରେ 3, ଅନ୍ୟ ପାର୍ଶ୍ୱରେ 3 କ୍ଷୁଦ୍ର କୋଠରୀ ଓ ତହିଁର ଉପସ୍ତମ୍ଭ ଓ ମଣ୍ଡପ ସକଳର ପରିମାଣ ପ୍ରଥମ ଦ୍ୱାରର ପରିମାଣ ତୁଲ୍ୟ, ଅର୍ଥାତ୍ ତହିଁର ଦୀର୍ଘତା 50 ହାତ ଓ ପ୍ରସ୍ଥ 25 ହାତ ଥିଲା। ପୁଣି ତହିଁର ଜଳା କବାଟି ଓ ମଣ୍ଡପ ଓ ଖର୍ଜୁର ବୃକ୍ଷର ଆକୃତି ସକଳ ପୂର୍ବାଭିମୁଖ ଦ୍ୱାରର ପରିମାଣାନୁସାରେ ଥିଲା। ଲୋକମାନେ 7 ପାବଛ ଦେଇ ତହିଁ ଉପରକୁ ଗଲେ ଓ ତହିଁର ମଣ୍ଡପ ତହିଁ ସମ୍ମୁଖରେ ଥିଲା। ଆଉ ଉତ୍ତର ଓ ପୂର୍ବ ଦୁଇଆଡ଼େ ଅନ୍ୟ ଦ୍ୱାରର ସମ୍ମୁଖରେ ଭିତର ପ୍ରାଙ୍ଗଣକୁ ଗୋଟିଏ ଦ୍ୱାର ଥିଲା। ପୁଣି ସେ ଏକ ଦ୍ୱାରଠାରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ 100 ହାତ ମାପିଲେ। ଅନନ୍ତର ସେ ମୋତେ ଦକ୍ଷିଣ ଦିଗକୁ ନେଇଗଲେ। ଆଉ ଦେଖ, ଦକ୍ଷିଣ ଆଡ଼େ ଏକ ଦ୍ୱାର ଥିଲା। ଆଉ ସେ ଉପରୋକ୍ତ ପରିମାଣାନୁସାରେ ତହିଁର ଉପସ୍ତମ୍ଭ ଓ ମଣ୍ଡପ ସକଳ ପରିମାଣ କଲେ। ପୁଣି ତହିଁରେ ଓ ତହିଁର ମଣ୍ଡପ ସକଳର ଚାରିଆଡ଼େ ପୂର୍ବୋକ୍ତ ଜଳାକବାଟି ପରି ଜଳାକବାଟି ଥିଲା। ଦୀର୍ଘତା 50 ହାତ ଓ ପ୍ରସ୍ଥ 25 ହାତ ଥିଲା। ତହିଁ ଉପରକୁ ଯିବା ପାଇଁ 7ଟି ପାବଛ ଥିଲା ଓ ତହିଁର ମଣ୍ଡପ ତହିଁ ସମ୍ମୁଖରେ ଥିଲା। ପୁଣି ତହିଁର ଉପସ୍ତମ୍ଭ ସକଳର ଏ ପାଖରେ ସେ ପାଖରେ ଏକ ଏକ ଖର୍ଜୁର ବୃକ୍ଷର ଆକୃତି ଥିଲା। ଆଉ ଦକ୍ଷିଣ ଆଡ଼େ ଭିତର ପ୍ରାଙ୍ଗଣକୁ ଏକ ଦ୍ୱାର ଥିଲା। ତହୁଁ ସେ ଦକ୍ଷିଣ ଆଡ଼ର ଏକ ଦ୍ୱାରଠାରୁ ଅନ୍ୟ ଦ୍ୱାର ପର୍ଯ୍ୟନ୍ତ 100 ହାତ ମାପିଲେ। ଏ ଉତ୍ତାରେ ସେ ମୋତେ ଦକ୍ଷିଣ ଦ୍ୱାର ଦେଇ ଭିତର ପ୍ରାଙ୍ଗଣକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ଦକ୍ଷିଣ ଦ୍ୱାର ମାପିଲେ। ଆଉ ତହିଁର କ୍ଷୁଦ୍ର କୋଠରୀ ଓ ଉପସ୍ତମ୍ଭ ଓ ମଣ୍ଡପ ସକଳ ସେହି ପରିମାଣାନୁସାରେ ମାପିଲେ। ଆଉ ତହିଁରେ ଓ ତହିଁର ମଣ୍ଡପରେ ଚାରିଆଡ଼େ ଜଳା କବାଟି ଥିଲା। ତାହା 50 ହାତ ଦୀର୍ଘ ଓ 25 ହାତ ପ୍ରସ୍ଥ ଥିଲା। ପୁଣି ତହିଁର ଚାରିଆଡ଼େ 25 ହାତ ଦୀର୍ଘ ଓ 5 ହାତ ପ୍ରସ୍ଥ ମଣ୍ଡପ ଥିଲା। ଆଉ ତହିଁର ମଣ୍ଡପ ସକଳ ବାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା ଓ ତହିଁର ଉପସ୍ତମ୍ଭ ସକଳର ଉପରେ ଖର୍ଜୁର ବୃକ୍ଷର ଆକୃତି ଥିଲା। ଆଉ ତହିଁ ଉପରକୁ ଯିବା ପାଇଁ 8ଟି ପାବଛ ଥିଲା। ଅନନ୍ତର ସେ ମୋତେ ପୂର୍ବ ଦିଗର ଭିତର ପ୍ରାଙ୍ଗଣ ମଧ୍ୟକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣ ଅନୁସାରେ ଦ୍ୱାର ମାପିଲେ। ଆଉ ତହିଁର କ୍ଷୁଦ୍ର କୋଠରୀ ଉପସ୍ତମ୍ଭ ଓ ମଣ୍ଡପ ସକଳ ସେହି ପରିମାଣାନୁସାରେ ମାପିଲେ। ପୁଣି ତହିଁରେ ଓ ତହିଁର ମଣ୍ଡପ ସକଳର ଚାରିଆଡ଼େ ଜଳା କବାଟି ଥିଲା। ତାହା ଦୀର୍ଘରେ 50 ହାତ ଓ ପ୍ରସ୍ଥରେ 25 ହାତ। ଆଉ ତହିଁର ମଣ୍ଡପ ସକଳ ବାହାର ପ୍ରାଙ୍ଗଣର
ଅଭିମୁଖରେ ଥିଲା ଓ ତହିଁର ଉପସ୍ତମ୍ଭ ସକଳର ଏ ପାଖେ ସେ ପାଖେ ଖର୍ଜୁର ବୃକ୍ଷର ଆକୃତି ଥିଲା। ପୁଣି ତହିଁ ଉପରକୁ ଯିବା ପାଇଁ 8 ଗୋଟି ପାବଚ ଥିଲା। ତହୁଁ ସେ ମତେ ଉତ୍ତର ଦ୍ୱାରକୁ ଆଣିଲେ ଓ ସେ ପୂର୍ବୋକ୍ତ ପରିମାଣାନୁସାରେ ତାହା ମାପିଲେ। ତହିଁର କ୍ଷୁଦ୍ର କୋଠରୀ, ଉପସ୍ତମ୍ଭ ଓ ମଣ୍ଡପ ସକଳ ମାପିଲେ। ଆଉ ତହିଁରେ ଚାରିଆଡ଼େ ଜଳା କବାଟି ଥିଲା। ତାହା ଦୀର୍ଘରେ 50 ହାତ ଓ ପ୍ରସ୍ଥରେ 25 ହାତ। ପୁଣି ତହିଁର ଉପସ୍ତମ୍ଭ ସକଳ ତାହାର ପ୍ରାଙ୍ଗଣର ଅଭିମୁଖରେ ଥିଲା। ଆଉ ସେହି ଉପସ୍ତମ୍ଭ ସକଳର ଉପରେ ଏ ପାଖେ ସେ ପାଖେ ଖର୍ଜୁର ବୃକ୍ଷର ଆକୃତି ଥିଲା। ପୁଣି ତହିଁ ଉପରକୁ ଯିବା ପାଇଁ 8 ଗୋଟି ପାବଚ ଥିଲା। ପୁଣି ଦ୍ୱାରମାନର ନିକଟରେ ଉପସ୍ତମ୍ଭ ସକଳର ପାଖରେ ଦ୍ୱାର ବିଶିଷ୍ଟ ଏକ କୋଠରୀ ଥିଲା। ସେଠାରେ ସେମାନେ ହୋମବଳି ଧୌତ କଲେ। ଆଉ ତହିଁ ଉପରେ ହୋମାର୍ଥକ, ପାପାର୍ଥକ ଓ ଦୋଷାର୍ଥକ ବଳି ବଦ୍ଧ କରିବା ପାଇଁ ଦ୍ୱାର ବରଣ୍ଡାର ଏ ପାଖରେ 2 ମେଜ ଓ ସେ ପାଖରେ 2 ମେଜ ଥିଲା। ପୁଣି ଦ୍ୱାରର ପାର୍ଶ୍ୱରେ ବାହାରେ ଓ ଉତ୍ତର ଦ୍ୱାର ଉପରକୁ ଯିବାର ପ୍ରବେଶ ସ୍ଥାନ ନିକଟରେ ଏ ପାଖରେ 2 ମେଜ ଥିଲା ଓ ଦ୍ୱାର ବରଣ୍ଡାର ସେ ପାଖରେ 2 ମେଜ ଥିଲା। ଦ୍ୱାର ପାର୍ଶ୍ୱର ଏ ପାଖରେ 4 ମେଜ, ସେ ପାଖରେ 4 ମେଜ ଥିଲା। ଏହି ରୂପେ 8 ମେଜ ଥିଲା। ତହିଁ ଉପରେ ବଳି ବଦ୍ଧ କରାଗଲା। ଆଉ ହୋମବଳି ନିମନ୍ତେ କଟା ପ୍ରସ୍ତରର 4 ମେଜ ଥିଲା। ତହିଁର ଦୀର୍ଘତା 1.5 ହାତ ଓ ପ୍ରସ୍ଥ 1.5 ହାତ ଓ ଉଚ୍ଚ 1 ହାତ। ତହିଁ ଉପରେ ହୋମ ଓ ପ୍ରାୟଶ୍ଚିତାର୍ଥକ ବଳି ବଦ୍ଧ କରିବାର ଅସ୍ତ୍ର ରଖାଗଲା। ପୁଣି 4 ଅଙ୍ଗୁଳି ଦୀର୍ଘ ଆଙ୍କୁଡ଼ିମାନ ଭିତର ଚାରିଆଡ଼େ ଲଗା ହୋଇଥିଲା। ଆଉ ମେଜମାନର ଉପରେ ଉପହାରାର୍ଥକ ମାଂସ ରଖାଗଲା। ଆଉ ଭିତର ଦ୍ୱାରର ବାହାରେ ଭିତର ପ୍ରାଙ୍ଗଣରେ ଗାୟକମାନଙ୍କ ପାଇଁ କୋଠରୀ ଥିଲା। ସେ ସବୁ ଉତ୍ତର ଦ୍ୱାରର ପାର୍ଶ୍ୱସ୍ଥିତ ଓ ସେ ସବୁର ମୁଖ ଦକ୍ଷିଣ ଆଡ଼େ ଥିଲା। ପୂର୍ବ ଦ୍ୱାରର ପାର୍ଶ୍ୱସ୍ଥିତ ଗୋଟିଏ କୋଠରୀର ମୁଖ ଉତ୍ତର ଆଡ଼େ ଥିଲା। ପୁଣି ସେ ମୋତେ କହିଲେ, ଏହି ଦକ୍ଷିଣାଭିମୁଖ କୋଠରୀ ଗୃହର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି। ଆଉ ଯେଉଁ କୋଠରୀର ମୁଖ ଉତ୍ତର ଆଡ଼େ ଅଛି, ତାହା ଯଜ୍ଞବେଦୀର ରକ୍ଷଣୀୟ ରକ୍ଷାକାରୀ ଯାଜକମାନଙ୍କ ପାଇଁ ଅଛି। ଏମାନେ ସାଦୋକର ସନ୍ତାନ, ଲେବୀର ସନ୍ତାନଗଣ ମଧ୍ୟରୁ ଏମାନେ ସଦାପ୍ରଭୁଙ୍କର ପରିଚର୍ଯ୍ୟା କରିବା ପାଇଁ ତାହାଙ୍କ ନିକଟରୁ ଆସନ୍ତି। ଏଉତାରେ ସେ ପ୍ରାଙ୍ଗଣ ମାପିଲେ, ତାହା 100 ହାତ ଦୀର୍ଘ, 100 ହାତ ପ୍ରସ୍ଥ, ଚାରିଆଡ଼େ ଏକ ସମାନ ଥିଲା ଓ ଗୃହ ସମ୍ମୁଖରେ ଯଜ୍ଞବେଦୀ ଥିଲା। ତେବେ ସେ ମୋତେ ଗୃହର ବାରଣ୍ଡାକୁ ଆଣି ବରଣ୍ଡାରେ ସ୍ଥିତ ପ୍ରତ୍ୟେକ ଉପସ୍ତମ୍ଭ ମାପିଲେ। ସେ ପ୍ରତ୍ୟେକ ଏପାଖେ 5 ହାତ, ସେପାଖେ 5 ହାତ। ପୁଣି ଦ୍ୱାରର ପ୍ରସ୍ଥ ଏପାଖେ 3 ହାତ, ସେପାଖେ 3 ହାତ ଥିଲା। ବରଣ୍ଡାର ଦୀର୍ଘ 20 ହାତ ଓ ତହିଁର ପ୍ରସ୍ଥ 11 ହାତ ଓ ପାବଛ ଦେଇ ଲୋକମାନେ ଉପରକୁ ଗଲେ। ଆଉ ଉପସ୍ତମ୍ଭମାନଙ୍କ ନିକଟରେ ଏ ପାଖେ 1 ଓ ସେ ପାଖେ 1 ସ୍ତମ୍ଭ ଥିଲା। ଜିହିଜିକଲ ଅଧ୍ୟାୟ 41। ଅନନ୍ତର ସେ ମୋତେ ମନ୍ଦିର ନିକଟକୁ ଆଣି ତହିଁର ଉପସ୍ତମ୍ଭ ସକଳ ମାପିଲେ। ସେ ଉପସ୍ତମ୍ଭର ପ୍ରସାର ଏ ପାଖରେ 6 ହାତ, ସେ ପାଖରେ 6 ହାତ ଥିଲା। ତମ୍ବୁର ପ୍ରସ୍ଥ
ଏତିକି। ପୁଣି ପ୍ରବେଶ ସ୍ଥାନର ପ୍ରସ୍ଥ 10 ହାତ ଓ ସେହି ପ୍ରବେଶ ସ୍ଥାନର ପାର୍ଶ୍ୱ ଏ ପାଖେ 5 ହାତ ଓ ସେ ପାଖେ 5 ହାତ ଥିଲା। ଆଉ ସେ ତହିଁର ଦୀର୍ଘତା 40 ହାତ ଓ ପ୍ରସ୍ଥ 20 ହାତ ମାପିଲେ। ତେବେ ସେ ଭିତରକୁ ଯାଇ ପ୍ରବେଶ ସ୍ଥାନର ଉପସ୍ତମ୍ଭ ପ୍ରତ୍ୟେକ 2 ହାତ ଲେଖାଏଁ ଓ ପ୍ରବେଶ ସ୍ଥାନ 6 ହାତ ଆଉ ପ୍ରବେଶ ସ୍ଥାନର ପ୍ରସ୍ଥ 7 ହାତ ମାପିଲେ। ପୁଣି ସେ ତହିଁର ଦୀର୍ଘତା 20 ହାତ ଓ ମନ୍ଦିର ସମ୍ମୁଖରେ ତହିଁର ପ୍ରସ୍ଥ 20 ହାତ ମାପିଲେ। ଆଉ ସେ ମୋତେ କହିଲେ, ଏହା ମହାପବିତ୍ର ସ୍ଥାନ ଅଟେ। ତହୁଁ ସେ ଗୃହର କାନ୍ଥ 6 ହାତ ଓ ଗୃହର ଚତୁର୍ଦିଗ ସ୍ଥିତ ପାର୍ଶ୍ୱସ୍ଥ ପ୍ରତ୍ୟେକ କୋଠରୀର ପ୍ରସ୍ଥ 4 ହାତ ଲେଖାଏଁ ମାପିଲେ। ପୁଣି ଏକ ମହଲା ଉପରେ ଅନ୍ୟ ମହଲା, ଏହି ରୂପେ ପାର୍ଶ୍ୱସ୍ଥ କୋଠରୀ ସକଳ 3 ମହଲା ଓ ଏକ ଏକ ଶ୍ରେଣୀରେ 30 କୋଠରୀ ଥିଲା। ଆଉ ପାର୍ଶ୍ୱସ୍ଥ କୋଠରୀ ସକଳ ନିମନ୍ତେ ଗୃହର ଚାରିଆଡ଼େ ଭିତ୍ତି ଥିଲା। କୋଠରୀ ସକଳ ତହିଁ ଉପରେ ନିର୍ଭର କଲା, ଗୃହର କାନ୍ଥ ଉପରେ ନିର୍ଭର କଲା ନାହିଁ। ପୁଣି ପାର୍ଶ୍ୱସ୍ଥ କୋଠରୀ ସକଳ ଉଚ୍ଚତାରେ ଗୃହକୁ ବେଷ୍ଟନ କରୁ କରୁ ଅଧିକ ଅଧିକ ପ୍ରଶସ୍ତ ହେଲା, କାରଣ ଗୃହର ବେଷ୍ଟନ ଚତୁର୍ଦିଗରେ କ୍ରମଶଃ ଅଧିକ ଉଚ୍ଚ ହେଲା। ଏଥିପାଇଁ ଉଚ୍ଚତାର ଅନୁକ୍ରମେ ଗୃହ ଆହୁରି ଆହୁରି ପ୍ରଶସ୍ତ ହେଲା ଓ ନିମ୍ନତମ କୋଠରୀରୁ ଉଚ୍ଚତମ କୋଠରୀକୁ ଯିବାର ପଥ ମଧ୍ୟମ କୋଠରୀ ଦେଇ ଗଲା। ଆହୁରି ମୁଁ ଦେଖିଲି ଯେ ଗୃହର ଚତୁର୍ଦିଗରେ ଉଚ୍ଚୀକୃତ ମେଜ୍ୟା ଥିଲା। ପାର୍ଶ୍ୱସ୍ଥ କୋଠରୀ ସକଳର ଭିତ୍ତିମୂଳ 6 ହାତ ପରିମିତ ସମ୍ପୂର୍ଣ୍ଣ ଏକ ନଳ ଥିଲା। ବାହାର ଭାଗରେ ପାର୍ଶ୍ୱସ୍ଥ କୋଠରୀ ସକଳର କାନ୍ଥ 5 ହାତ ପ୍ରସ୍ଥ ଥିଲା ଓ ଅବଶିଷ୍ଟ ଯେଉଁ ସ୍ଥାନ ରହିଲା ତାହା ଗୃହର ପାର୍ଶ୍ୱସ୍ଥ କୋଠରୀର ସ୍ଥାନ ଥିଲା। କୋଠରୀ ସକଳର ମଧ୍ୟରେ ଗୃହର ଚାରିଆଡ଼େ 20 ହାତ ପ୍ରସ୍ଥ ସ୍ଥାନ ଥିଲା। ପୁଣି ପାର୍ଶ୍ୱସ୍ଥ କୋଠରୀ ସକଳର ଦ୍ୱାର ସେହି ଅବଶିଷ୍ଟ ସ୍ଥାନ ଆଡ଼େ ଥିଲା। ଗୋଟିଏ ଦ୍ୱାର ଉତ୍ତର ଆଡ଼େ ଓ ଅନ୍ୟ ଦ୍ୱାର ଦକ୍ଷିଣ ଆଡ଼େ ଥିଲା। ଆଉ ସେହି ଅବଶିଷ୍ଟ ସ୍ଥାନର ପ୍ରସ୍ଥ ଚତୁର୍ଦିଗରେ 5 ହାତ ଥିଲା। ପୁଣି ପଶ୍ଚିମ ଦିଗସ୍ଥ ପୃଥକ୍ ସ୍ଥାନର ସମ୍ମୁଖବର୍ତ୍ତୀ ଗୃହ 70 ହାତ ପ୍ରସ୍ଥ ଥିଲା ଓ ଚତୁର୍ଦିଗରେ ସେହି ଗୃହର କାନ୍ଥ 5 ହାତ ଓ ତହିଁର ଦୀର୍ଘତା 90 ହାତ ଥିଲା। ଏହି ରୂପେ ସେ ଗୃହର ଦୀର୍ଘତା 100 ହାତ ଓ ପୃଥକ୍ ସ୍ଥାନ ଆଉ ତହିଁର ଗୃହ ଓ ତହିଁର କାନ୍ଥର ଦୀର୍ଘତା 100 ହାତ ମାପିଲେ। ଆହୁରି ପୂର୍ବ ଦିଗରେ ଗୃହର ଓ ପୃଥକ୍ ସ୍ଥାନର ଅଗ୍ରଭାଗ 100 ହାତ ମାପିଲେ। ଅନନ୍ତର ପୃଥକ୍ ସ୍ଥାନର ସମ୍ମୁଖସ୍ଥିତ ଗୃହର ଦୀର୍ଘତା ଅର୍ଥାତ୍ ତାହାର ପଶ୍ଚାତ୍ ଭାଗରେ ଯାହା ଥିଲା ତାହା ଓ ଏ ପାଖେ ସେ ପାଖେ ତହିଁର ଅପ୍ରଶସ୍ତ ବାରଣ୍ଡା 100 ହାତ ମାପିଲେ। ଆଉ ଭିତର ମନ୍ଦିର ଓ ପ୍ରାଙ୍ଗଣର ବରଣ୍ଡା ମାପିଲେ। ଦ୍ୱାରର ସମ୍ମୁଖ ସ୍ଥାନ ଓ ବନ୍ଦ ଜଳାକବାଟି ସବୁ ଓ ଦ୍ୱାର ସମ୍ମୁଖ ସ୍ଥାନର ନିକଟସ୍ଥ ଚତୁର୍ଦିଗେ କାଷ୍ଠ ଆଚ୍ଛାଦିତ 3 ମହଲାର ଚତୁର୍ଦିଗର ଅପ୍ରଶସ୍ତ ବାରଣ୍ଡା ସବୁ ଓ ଭୂମିଠାରୁ ଜଳାକବାଟି ପର୍ଯ୍ୟନ୍ତ ମାପିଲେ। ଜଳାକବାଟି ସବୁ ଆଚ୍ଛାଦିତ ହୋଇଥିଲା। ଦ୍ୱାରର ଉପର ସ୍ଥାନ, ଅନ୍ତରସ୍ଥ ଗୃହ ଓ ବାହାରେ ଆଉ କାନ୍ଥ ସବୁର ଚାରିଆଡ଼େ ଭିତରେ ଓ ବାହାରେ ସେହି ସବୁର ବିଶେଷ ବିଶେଷ ପରିମାଣ ନିରୂପିତ ହେଲା। ପୁଣି ତହିଁରେ କିରୁବ ଓ ଖର୍ଜୁର ବୃକ୍ଷର ଶିଳ୍ପକର୍ମ ଥିଲା।
ଓ କିରୁବ ମଧ୍ୟରେ ଏକ ଖର୍ଜୁର ବୃକ୍ଷ ଓ ପ୍ରତ୍ୟେକ କିରୁବର ଦୁଇ ଦୁଇ ମୁଖ ଥିଲା। ଏହି ରୂପେ ଏକ ପାର୍ଶ୍ୱସ୍ଥ ଖର୍ଜୁର ବୃକ୍ଷ ଆଡ଼େ ମନୁଷ୍ୟର ମୁଖ ଓ ଅନ୍ୟ ପାର୍ଶ୍ୱସ୍ଥ ଖର୍ଜୁର ବୃକ୍ଷ ଆଡ଼େ ଯୁବା ସିଂହର ମୁଖ ଥିଲା। ଏହି ପ୍ରକାର ଗୃହଯାକ ଥିଲା। ଭୂମିଠାରୁ ଦ୍ୱାରର ଉପର ଭାଗ ପର୍ଯ୍ୟନ୍ତ କିରୁବ ଓ ଖର୍ଜୁର ବୃକ୍ଷ ଶିଳ୍ପିତ ହୋଇଥିଲା। ଏହି ପ୍ରକାରେ ମନ୍ଦିରର କାନ୍ଥ ଥିଲା। ମନ୍ଦିରର ଦ୍ୱାରବନ୍ଧ ସବୁ ଚତୁଷ୍କୋଣାକାର ଓ ପବିତ୍ର ସ୍ଥାନର ସମ୍ମୁଖ ଦେଶର ଆକୃତି ମନ୍ଦିରର ଆକୃତି ତୁଲ୍ୟ ଥିଲା। ବେଦୀ କାଷ୍ଠ ନିର୍ମିତ 3 ହାତ ଉଚ୍ଚ ଓ ତହିଁର ଦୀର୍ଘତା 2 ହାତ ଥିଲା। ଆଉ ତହିଁର କୋଣ ସବୁ ଓ ତହିଁର ଦୀର୍ଘତା ଓ ତହିଁର ଚାରିପାଖ କାଷ୍ଠମୟ ଥିଲା। ପୁଣି ସେ ଆମ୍ଭକୁ କହିଲେ, ସଦାପ୍ରଭୁଙ୍କର ସମ୍ମୁଖସ୍ଥ ମେଜ ଏହି। ମନ୍ଦିର ଓ ପବିତ୍ର ସ୍ଥାନର 2 ଦ୍ୱାର ଥିଲା। ଆଉ ଏକ ଏକ କବାଟର 2 2 ପଟ, 2 2 ଘୂରିବା ପଟ ଥିଲା। ଅର୍ଥାତ୍ ଏକ ଦ୍ୱାରର 2 ପଟ ଓ ଅନ୍ୟ ଦ୍ୱାରର 2 ପଟ ଥିଲା। ପୁଣି ସେ ସବୁରେ ଅର୍ଥାତ୍ ମନ୍ଦିର କବାଟରେ, କାନ୍ଥରେ ଯେପରି ସେହିପରି କିରୁବଗଣ ଓ ଖର୍ଜୁର ବୃକ୍ଷ ଶିଳ୍ପିତ ଥିଲା। ଆଉ ବାହାର ବାରଣ୍ଡାର ଅଗ୍ରଭାଗରେ ମୋଟ କଡ଼ିକାଠ ଥିଲା। ଆଉ ବରଣ୍ଡାର ପାର୍ଶ୍ୱରେ ଏ ପାଖରେ ଓ ସେ ପାଖରେ ବନ୍ଦ ଜଳା କବାଟି ଓ ଖର୍ଜୁର ବୃକ୍ଷର ଆକୃତି ଥିଲା। ଗୃହର ପାର୍ଶ୍ୱସ୍ଥ କୋଠରୀ ଓ ମୋଟ କଡ଼ିକାଠ ସବୁ ଏହି ପ୍ରକାର ଥିଲା। ଜିହିଜିକଲ ଅଧ୍ୟାୟ 42। ତହିଁ ଉତ୍ତାରୁ ସେ ମୋତେ ଉତ୍ତର ଦିଗସ୍ଥ ପଥରେ ବାହାର ପ୍ରାଙ୍ଗଣକୁ ଆଣିଲେ। ଆଉ ପୃଥକ୍ ସ୍ଥାନର ଓ ଗାନ୍ଥୁନୀର ନିକଟବର୍ତ୍ତୀ ଉତ୍ତର ଦିଗସ୍ଥ କୋଠରୀରେ ଉପସ୍ଥିତ କରାଇଲେ। ସମ୍ମୁଖରେ 100 ହାତ ଦୀର୍ଘତାରେ ଉତ୍ତର ଦ୍ୱାର ଥିଲା ଓ ପ୍ରସ୍ଥ 50 ହାତ ଥିଲା। ଭିତର ପ୍ରାଙ୍ଗଣର 20 ହାତ ସମ୍ମୁଖରେ ଓ ବାହାର ପ୍ରାଙ୍ଗଣର ଚଟାଣର ସମ୍ମୁଖରେ ତୃତୀୟ ମହଲାରେ ଲଗାଲଗି ହୋଇ ଅପ୍ରଶସ୍ତ ବାରଣ୍ଡା ଥିଲା। ପୁଣି କୋଠରୀ ସକଳର ସମ୍ମୁଖରେ ଭିତର ଆଡ଼େ 10 ହାତ ପ୍ରସ୍ଥର ଏକ ପଥ ଓ 1 ହାତ ପ୍ରସ୍ଥ ଏକ ପଥ ଥିଲା ଓ ସକଳର ଦ୍ୱାର ଉତ୍ତର ଆଡ଼େ ଥିଲା। ଉପରିସ୍ଥ କୋଠରୀ ସକଳ ଛୋଟ ଥିଲା, କାରଣ ଗାନ୍ଥୁନୀର ଅଧସ୍ଥିତ ଓ ମଧ୍ୟସ୍ଥିତ କୋଠରୀ ଅପେକ୍ଷା ଅପ୍ରଶସ୍ତ ବାରଣ୍ଡା ସବୁ ତହିଁରୁ ଅଧିକ ସ୍ଥାନ ଘେନିଲା, କାରଣ ତାହା 3 ମହଲା ଥିଲା। ଆଉ ବାହାର ପ୍ରାଙ୍ଗଣର ସ୍ତମ୍ଭ ପରି ସେ ସବୁରେ ସ୍ତମ୍ଭ ନଥିଲା। ଏଥିପାଇଁ ଭୂମିଠାରୁ ଉଚ୍ଚତମ କୋଠରୀ ସବୁ ଅଧସ୍ଥିତ ଓ ମଧ୍ୟସ୍ଥିତ ଅପେକ୍ଷା ଅପ୍ରଶସ୍ତ ଥିଲା। ପୁଣି କୋଠରୀ ସକଳର ସମ୍ମୁଖବର୍ତ୍ତୀ ବାହାର ପ୍ରାଙ୍ଗଣ ଆଡ଼େ କୋଠରୀ ସକଳର ପାର୍ଶ୍ୱରେ ଯେଉଁ କାନ୍ଥ ଥିଲା, ତହିଁର ଦୀର୍ଘତା 50 ହାତ ଥିଲା, କାରଣ ବାହାର ପ୍ରାଙ୍ଗଣ ସ୍ଥିତ କୋଠରୀ ସକଳର ଦୀର୍ଘତା 50 ହାତ ଥିଲା। ପୁଣି ଦେଖ, ମନ୍ଦିର ସମ୍ମୁଖରେ ତାହା 100 ହାତ ଥିଲା। ପୁଣି ବାହାର ପ୍ରାଙ୍ଗଣରୁ ସେ ସବୁ କୋଠରୀକୁ ଗଲାବେଳେ ପୂର୍ବ ଦିଗରେ ତହିଁର ତଳରେ ପ୍ରବେଶ ସ୍ଥାନ ପଡ଼ିଲା। ପ୍ରାଙ୍ଗଣ କାନ୍ଥର ପ୍ରଶସ୍ତ ଭାଗରେ ପୂର୍ବ ଦିଗରେ ପୃଥକ୍ ସ୍ଥାନର ଓ ଗାନ୍ଥୁନୀର ସମ୍ମୁଖରେ କୋଠରୀ ଶ୍ରେଣୀ ଥିଲା। ଆଉ ସେ ସବୁର ସମ୍ମୁଖବର୍ତ୍ତୀ ପଥ ଉତ୍ତର ଦିଗାଭିମୁଖ କୋଠରୀ ସକଳର ପଥ ପରି ଥିଲା। ସେ ସବୁର ଦୀର୍ଘତା ପ୍ରମାଣରେ ପ୍ରସ୍ଥ ଥିଲା। ପୁଣି ସେ ସବୁର ନିର୍ଗମନ ସ୍ଥାନାନୁସାରେ ଗଠନ ଓ ଦ୍ୱାର ଥିଲା। ପୁଣି ଦକ୍ଷିଣ ଦିଗସ୍ଥିତ କୋଠରୀ ସକଳର ଦ୍ୱାର ତୁଲ୍ୟ ପଥ ମୁଣ୍ଡରେ ଗୋଟିଏ ଦ୍ୱାର ଥିଲା। ସେହି ପଥ କାନ୍ଥର ସମ୍ମୁଖରେ, ଅର୍ଥାତ୍ ସେ ସ୍ଥାନକୁ ଯିବା ଲୋକର ପୂର୍ବ ଦିଗରେ ପଡ଼ିଲା।
ତହୁଁ ସେ ମୋତେ କହିଲେ, ପୃଥକ୍ ସ୍ଥାନର ଉତ୍ତର ଓ ଦକ୍ଷିଣ ଦିଗରେ ଯେଉଁ କୋଠରୀମାନ ଅଛି, ସେ ସବୁ ପବିତ୍ର କୋଠରୀ। ଯେଉଁ ଯାଜକମାନେ ସଦାପ୍ରଭୁଙ୍କର ନିକଟବର୍ତ୍ତୀ ଅଟନ୍ତି, ସେମାନେ ସେଠାରେ ମହାପବିତ୍ର ଦ୍ରବ୍ୟ ସକଳ ଭୋଜନ କରିବେ। ସେହି ସ୍ଥାନରେ ସେମାନେ ମହାପବିତ୍ର ଦ୍ରବ୍ୟ ସକଳ ଓ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ରଖିବେ, କାରଣ ସେହି ସ୍ଥାନ ପବିତ୍ର ଅଟେ। ଯେଉଁ ସମୟରେ ଯାଜକମାନେ ତହିଁ ମଧ୍ୟରେ ପ୍ରବେଶ କରନ୍ତି, ସେ ସମୟରେ ସେମାନେ ସେହି ପବିତ୍ର ସ୍ଥାନରୁ ବାହାରି ବାହାର ପ୍ରାଙ୍ଗଣକୁ ଯିବେ ନାହିଁ। ମାତ୍ର ଯେଉଁ ଯେଉଁ ବସ୍ତ୍ର ପିନ୍ଧି ସେମାନେ ପରିଚର୍ଯ୍ୟା କରନ୍ତି, ତାହା ସବୁ ସେଠାରେ ରଖିବେ, କାରଣ ସେ ସବୁ ପବିତ୍ର। ଆଉ ସେମାନେ ଅନ୍ୟ ବସ୍ତ୍ର ପିନ୍ଧିବେ। ତହିଁ ଉତ୍ତାରେ ଲୋକମାନଙ୍କ ସ୍ଥାନର ନିକଟକୁ ଯିବେ। ଭିତର ଗୃହ ମାପିବାର ସମାପ୍ତ କଲା ଉତ୍ତାରେ ସେ ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ମୋତେ ବାହାରକୁ ଆଣିଲେ ଓ ତହିଁର ଚତୁର୍ଦିଗ ମାପିଲେ। ସେ ପରିମାପକ ନଳ ଦ୍ୱାରା ପୂର୍ବ ପାର୍ଶ୍ୱ ମାପିଲେ। ପରିମାପକ ନଳରେ ଚତୁର୍ଦିଗ 500 ନଳ ହେଲା। ସେ ଉତ୍ତର ପାର୍ଶ୍ୱ ମାପିଲେ। ପରିମାପକ ନଳରେ ଚତୁର୍ଦିଗ 500 ନଳ ହେଲା। ସେ ଦକ୍ଷିଣ ପାର୍ଶ୍ୱ ମାପିଲେ। ପରିମାପକ ନଳରେ ତାହା 500 ନଳ ହେଲା। ସେ ପଶ୍ଚିମ ପାର୍ଶ୍ୱକୁ ଫେରି ପରିମାପକ ନଳରେ 500 ନଳ ମାପିଲେ। ସେ ତାହାର ଚାରିପାର୍ଶ୍ୱ ମାପିଲେ। ପବିତ୍ର ଓ ସାଧାରଣ ସ୍ଥାନ ମଧ୍ୟରେ ବିଚ୍ଛେଦ କରିବା ପାଇଁ ତହିଁର ଚତୁର୍ଦିଗରେ ପ୍ରାଚୀର ଥିଲା। ତାହା ଦୀର୍ଘରେ 500 ଓ ପ୍ରସ୍ଥରେ 500 ନଳ ଥିଲା। ଜିହିଜିକଲ ଅଧ୍ୟାୟ 43। ଏଥି ଉତ୍ତାରେ ସେ ମୋତେ ଦ୍ୱାରକୁ ଅର୍ଥାତ୍ ପୂର୍ବାଭିମୁଖ ଦ୍ୱାର ନିକଟକୁ ଆଣିଲେ। ଆଉ ଦେଖ, ପୂର୍ବ ଦିଗସ୍ଥ ପଥରୁ ଇସ୍ରାଏଲର ପରମେଶ୍ୱରଙ୍କର ପ୍ରତାପ ଆସୁଅଛି। ତାହାଙ୍କର ଶବ୍ଦ ଜଳରାଶିର ଶବ୍ଦ ତୁଲ୍ୟ ଓ ତାହାଙ୍କର ପ୍ରତାପରେ ଭୂମି ଦୀପ୍ତିମୟ ହେଲା। ପୁଣି ମୁଁ ଯେଉଁ ଦର୍ଶନ ଦେଖିଥିଲି, ଅର୍ଥାତ୍ ନଗର ବିନାଶାର୍ଥେ ଆସିବା ସମୟରେ ଯେଉଁ ଦର୍ଶନ ଦେଖିଥିଲି, ଏ ତଦ୍ରୂପ ଦର୍ଶନ ଓ ମୁଁ କବାର ନଦୀ ତୀରରେ ଯେଉଁ ଦର୍ଶନ ଦେଖିଥିଲି, ଏହି ସବୁ ଦର୍ଶନ ତାହାର ତୁଲ୍ୟ। ତହୁଁ ମୁଁ ଉବୁଡ଼ ହୋଇ ପଡ଼ିଲି। ପୁଣି ପୂର୍ବାଭିମୁଖ ଦ୍ୱାରର ପଥ ଦେଇ ସଦାପ୍ରଭୁଙ୍କର ପ୍ରତାପ ଗୃହ ମଧ୍ୟରେ ପ୍ରବେଶ କଲା। ଅନନ୍ତର ଆତ୍ମା ମୋତେ ଉଠାଇ ଭିତର ପ୍ରାଙ୍ଗଣକୁ ଆଣିଲେ। ଆଉ ଦେଖ, ସଦାପ୍ରଭୁଙ୍କର ପ୍ରତାପ ଗୃହକୁ ପରିପୂର୍ଣ୍ଣ କଲା। ପୁଣି ଗୃହ ମଧ୍ୟରୁ ଏକ ଜଣ ମୋତେ କହିବାର ଶୁଣିଲି ଓ ଏକ ବ୍ୟକ୍ତି ମୋ ପାଖରେ ଠିଆ ହେଲେ। ଆଉ ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ଏହା ଆମ୍ଭ ସିଂହାସନର ସ୍ଥାନ ଓ ଆମ୍ଭ ପାଦପୀଠର ସ୍ଥାନ। ଏହି ସ୍ଥାନରେ ଆମ୍ଭେ ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ସଦାକାଳ ବାସ କରିବା। ଆଉ ଇସ୍ରାଏଲ ବଂଶ ଅର୍ଥାତ୍ ସେମାନେ ଓ ସେମାନଙ୍କ ରାଜଗଣ ଆପଣମାନଙ୍କର ବ୍ୟଭିଚାର ଓ ଉଚ୍ଚସ୍ଥଳୀରେ ଆପଣମାନଙ୍କ ରାଜଗଣର ଶବ ଦ୍ୱାରା ଆମ୍ଭର ପବିତ୍ର ନାମ ଆଉ ଅଶୁଚି କରିବେ ନାହିଁ। ସେମାନେ ଆମ୍ଭର ଦ୍ୱାର ପ୍ରବେଶ ସ୍ଥାନ ନିକଟରେ ଆପଣମାନଙ୍କର ଦ୍ୱାର ପ୍ରବେଶ ସ୍ଥାନ ଓ ଆମ୍ଭ ଦ୍ୱାରବନ୍ଧ ନିକଟରେ ଆପଣମାନଙ୍କର ଦ୍ୱାରବନ୍ଧ ରଖିବାରୁ ଆମ୍ଭର ଓ ସେମାନଙ୍କ ମଧ୍ୟରେ କେବଳ ଏକ କାନ୍ଥ ଥିଲା। ପୁଣି ଆପଣମାନଙ୍କର କୃତ ଘୃଣାଯୋଗ୍ୟ କ୍ରିୟା ଦ୍ୱାରା ଆମ୍ଭର ପବିତ୍ର ନାମ ସେମାନେ ଅପବିତ୍ର କରିଅଛନ୍ତି। ଏ ନିମନ୍ତେ ଆମ୍ଭେ ଆପଣାର କ୍ରୋଧରେ ସେମାନଙ୍କୁ ଗ୍ରାସ କରିଅଛୁ। ଏବେ ସେମାନେ ଆପଣମାନଙ୍କର ବ୍ୟଭିଚାର କ୍ରିୟା ଓ ଆପଣମାନଙ୍କର ରାଜଗଣର ଶବ ଆମ୍ଭ ନିକଟରୁ ଦୂର କରନ୍ତୁ। ତହିଁରେ ଆମ୍ଭେ ସଦାକାଳ ସେମାନଙ୍କ ମଧ୍ୟରେ ବାସ କରିବା। ହେ ମନୁଷ୍ୟ ସନ୍ତାନ,
ଇସ୍ରାଏଲ ବଂଶ ଯେପରି ଆପଣା ଆପଣା ଅଧର୍ମ ହେତୁ ଲଜ୍ଜିତ ହେବେ, ଏଥିପାଇଁ ତୁମ୍ଭେ ସେମାନଙ୍କୁ ଏହି ଗୃହ ଦେଖାଅ, ଆଉ ସେମାନେ ସେହି ଗୃହର ଆଦର୍ଶ ପରିମାଣ କରନ୍ତୁ। ପୁଣି ସେମାନେ ଯେବେ ଆପଣାମାନଙ୍କ କୃତ ସମସ୍ତ କର୍ମ ହେତୁ ଲଜ୍ଜିତ ହୁଅନ୍ତି, ତେବେ ସେମାନେ ଯେପରି ଗୃହର ସକଳ ଆକୃତି ଓ ତହିଁର ସମସ୍ତ ବିଧି ରକ୍ଷା କରି ତଦନୁସାରେ କର୍ମ କରିବେ, ଏଥିପାଇଁ ସେମାନଙ୍କୁ ଗୃହର ଆକାର, ତହିଁର ଗଠନ, ନିର୍ଗମନ ସ୍ଥାନ ଓ ପ୍ରବେଶ ସ୍ଥାନ ସକଳ ଆକୃତି ଓ ତହିଁର ସମସ୍ତ ବିଧି, ସମସ୍ତ ଆକୃତି ଓ ତହିଁର ସକଳ ବ୍ୟବସ୍ଥା ସେମାନଙ୍କୁ ଜ୍ଞାତ କରାଅ, ଆଉ ସେମାନଙ୍କ ସାକ୍ଷାତରେ ତାହା ଲେଖ। ଗୃହର ବ୍ୟବସ୍ଥା ଏହି: ପର୍ବତ ଶୃଙ୍ଗର ଉପରିସ୍ଥ ଚତୁର୍ଦିଗର ସମୁଦାୟ ସୀମା ମହାପବିତ୍ର ହେବ। ଦେଖ, ଏହାଇ ଗୃହର ବ୍ୟବସ୍ଥା। ପୁଣି ହାତ ଅନୁସାରେ ଯଜ୍ଞବେଦୀର ପରିମାଣ ଏହି: ପ୍ରତି ହାତ 1 ହାତ 4 ଅଙ୍ଗୁଳି ପରିମିତ। ବେଦୀର ମୂଳ 1 ହାତ ଓ ପ୍ରସ୍ଥ 1 ହାତ, ଆଉ ଚତୁର୍ଦିଗରେ ତହିଁର ପ୍ରାନ୍ତ ଧାର 1 ଚାଖଣ୍ଡ ପରିମିତ ହେବ। ଏହା ଯଜ୍ଞବେଦୀର ତଳଭାଗ। ପୁଣି ଭୂମିସ୍ଥ ମୂଳଠାରୁ ତଳଥାକ ପର୍ଯ୍ୟନ୍ତ 2 ହାତ ଓ ପ୍ରସ୍ଥ 1 ହାତ ହେବ, ଆଉ ସେହି କ୍ଷୁଦ୍ରତର ଥାକଠାରୁ ବଡ଼ ଥାକ ପର୍ଯ୍ୟନ୍ତ 4 ହାତ ଓ ପ୍ରସ୍ଥ 1 ହାତ ହେବ। ପୁଣି ଉପରିସ୍ଥ ଯଜ୍ଞବେଦୀ 4 ହାତ ହେବ ଓ ଯଜ୍ଞବେଦୀର ଅଗ୍ନିସ୍ଥାନଠାରୁ ଉପର ଆଡ଼କୁ 4 ଶୃଙ୍ଗ ହେବ। ଯଜ୍ଞବେଦୀର ଅଗ୍ନିସ୍ଥାନ 12 ହାତ ଦୀର୍ଘ ଓ 12 ହାତ ପ୍ରସ୍ଥ, ତହିଁର 4 ଦିଗ ସମାନ ହେବ। ପୁଣି ଥାକର ଚାରିପାଖେ 14 ହାତ ଦୀର୍ଘ, ପ୍ରସ୍ଥ 14 ହାତ ହେବ, ଆଉ ତହିଁର ଧାର 4 ଦିଗରେ ଅଧ ହାତ ଓ ତହିଁର ମୂଳ ଚାରିଆଡ଼େ 1 ହାତ ପରିମିତ ହେବ। ପୁଣି ତହିଁର ପାବଚ ସବୁ ପୂର୍ବାଭିମୁଖ ହେବ। ଆଉ ସେ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ପୁଣି ଯେଉଁ ସମୟରେ ତହିଁ ଉପରେ ସେମାନେ ହୋମ ବଳିଦାନ ଓ ରକ୍ତ ପ୍ରୋକ୍ଷଣ କରିବା ନିମନ୍ତେ ଯଜ୍ଞବେଦୀ ନିର୍ମାଣ କରିବେ, ସେହି ସମୟରେ ତହିଁ ସମ୍ବନ୍ଧୀୟ ବିଧି ଏହି। ପ୍ରଭୁ ସଦାପ୍ରଭୁ କହନ୍ତି, ସାଦୋକ ବଂଶଜାତ ଯେଉଁ ଲେବୀୟ ଯାଜକଗଣ ଆମ୍ଭର ପରିଚର୍ଯ୍ୟା କରିବା ପାଇଁ ଆମ୍ଭର ନିକଟବର୍ତ୍ତୀ ଅଟନ୍ତି, ସେମାନଙ୍କୁ ତୁମ୍ଭେ ପାପାର୍ଥକ ବଳି ନିମନ୍ତେ ଗୋଟିଏ ଯୁବା ବୃଷ ଦେବ। ପୁଣି ତୁମ୍ଭେ ତହିଁର ରକ୍ତ ନେଇ 4 ଶୃଙ୍ଗ ଉପରେ ଓ ଥାକର 4 କୋଣ ଉପରେ ଓ ଧାରର ଚାରିଆଡ଼େ ଦେବ। ଏହି ପ୍ରକାର ତୁମ୍ଭେ ବେଦୀକି ଶୁଚି କରି ତହିଁ ନିମନ୍ତେ ପ୍ରାୟଶ୍ଚିତ କରିବ। ଆହୁରି ତୁମ୍ଭେ ପାପାର୍ଥକ ବୃଷ ନେବ ଓ ସେ ପବିତ୍ର ସ୍ଥାନର ବାହାରେ ଗୃହର ନିରୂପିତ ସ୍ଥାନରେ ତାହା ଦଗ୍ଧ କରିବ। ପୁଣି ତୁମ୍ଭେ ଦ୍ୱିତୀୟ ଦିନରେ ପାପାର୍ଥକ ବଳି ରୂପେ ଏକ ନିର୍ଦ୍ଦୋଷ ଛାଗ ଉତ୍ସର୍ଗ କରିବ। ଆଉ ସେମାନେ ବୃଷ ନେଇ ଯେପରି କରିଥିଲେ, ସେପରି ଯଜ୍ଞବେଦୀକି ଶୁଚି କରିବେ। ତୁମ୍ଭେ ତାହା ଶୁଚି କରିବାର ସମାପ୍ତ କଲା ଉତ୍ତାରେ ଗୋଟିଏ ନିର୍ଦ୍ଦୋଷ ଯୁବା ବୃଷ ଓ ପଲରୁ ଏକ ନିର୍ଦ୍ଦୋଷ ମେଷ ଉତ୍ସର୍ଗ କରିବ। ପୁଣି ତୁମ୍ଭେ ସେ ସବୁକୁ ସଦାପ୍ରଭୁଙ୍କ ସମ୍ମୁଖକୁ ଆଣିବ ଓ ଯାଜକମାନେ ସେ ସବୁର ଉପରେ ଲବଣ ପ୍ରକ୍ଷେପ କରି ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ସେ ସବୁକୁ ହୋମବଳି ରୂପେ ଉତ୍ସର୍ଗ କରିବେ। 7 ଦିନ ଯାଏ ପ୍ରତିଦିନ ପାପାର୍ଥକ ବଳି ରୂପେ ତୁମ୍ଭେ ଏକ ଛାଗ ଉତ୍ସର୍ଗ କରିବ। ସେମାନେ ମଧ୍ୟ ନିର୍ଦ୍ଦୋଷ ଏକ ଯୁବା ବୃଷ ଓ ପଲରୁ ଏକ ନିର୍ଦ୍ଦୋଷ ମେଷ ଉତ୍ସର୍ଗ କରିବେ।
7 ଦିନ ଯାଏ ସେମାନେ ଯଜ୍ଞବେଦୀ ନିମନ୍ତେ ପ୍ରାୟଶ୍ଚିତ କରି ତାହା ସୂଚୀ କରିବେ। ଏହି ରୂପେ ସେମାନେ ତାହା ପ୍ରତିଷ୍ଠା କରିବେ। ପୁଣି ସେମାନେ ସେ ସକଳ ଦିନ ସମାପ୍ତ କଲା ଉତ୍ତାରେ ଅଷ୍ଟମ ଦିନଠାରୁ ଯାଜକମାନେ ଯଜ୍ଞବେଦୀ ଉପରେ ତୁମ୍ଭମାନଙ୍କର ହୋମାର୍ଥକ ଓ ମଙ୍ଗଳାର୍ଥକ ବଳି ଉତ୍ସର୍ଗ କରିବେ। ତହିଁରେ ଆମ୍ଭେ ତୁମ୍ଭମାନଙ୍କୁ ଗ୍ରହଣ କରିବା, ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ଜିହିଜିକଲ ଅଧ୍ୟାୟ 44। ଏ ଉତ୍ତାରେ ସେ ମୋତେ ପବିତ୍ର ସ୍ଥାନର ପୂର୍ବାଭିମୁଖ ବାହାର ଦ୍ୱାର ବାଟରେ ଫେରାଇ ଆଣିଲେ। ପୁଣି ଦ୍ୱାର ବନ୍ଦ ଥିଲା। ପୁଣି ସଦାପ୍ରଭୁ ମୋତେ କହିଲେ, ଏହି ଦ୍ୱାର ବନ୍ଦ ରହିବ, ତାହା ମୁକ୍ତ ହେବ ନାହିଁ, କିଏ ବା କୌଣସି ମନୁଷ୍ୟ ତାହା ଦେଇ ପ୍ରବେଶ କରିବ ନାହିଁ। କାରଣ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ତାହା ଦେଇ ପ୍ରବେଶ କରିଅଛନ୍ତି, ଏଥିପାଇଁ ତାହା ବନ୍ଦ ରହିବ। କେବଳ ଅଧିପତି ବୋଲି ସଦାପ୍ରଭୁଙ୍କ ସମ୍ମୁଖରେ ଆହାର କରିବା ପାଇଁ ତହିଁ ମଧ୍ୟରେ ବସିବେ। ସେ ଦ୍ୱାରର ବରଣ୍ଡା ପଥ ଦେଇ ପ୍ରବେଶ କରିବେ ଓ ସେହି ପଥ ଦେଇ ବାହାରିଯିବେ। ତେବେ ସେ ଉତ୍ତର ଦ୍ୱାର ପଥରେ ମୋତେ ଗୃହ ସମ୍ମୁଖକୁ ଆଣିଲେ। ତହିଁରେ ମୁଁ ଦୃଷ୍ଟିପାତ କଲି, ଆଉ ଦେଖ, ସଦାପ୍ରଭୁଙ୍କ ଗୃହ ସଦାପ୍ରଭୁଙ୍କ ପ୍ରତାପରେ ପରିପୂର୍ଣ୍ଣ ଥିଲା। ତହିଁରେ ମୁଁ ମୁହଁ ମାଡ଼ି ପଡ଼ିଲି। ପୁଣି ସଦାପ୍ରଭୁ ମୋତେ କହିଲେ, ହେ ମନୁଷ୍ୟ ସନ୍ତାନ, ସଦାପ୍ରଭୁଙ୍କ ଗୃହର ସକଳ ବିଧି ଓ ତହିଁର ସକଳ ବ୍ୟବସ୍ଥା ବିଷୟରେ ଯାହା ଯାହା ଆମ୍ଭେ ତୁମ୍ଭକୁ କହିଅଛୁ, ତୁମ୍ଭେ ଉତ୍ତମ ରୂପେ ମନୋଯୋଗ କରି ତାହା ଆପଣା ଚକ୍ଷୁରେ ଦେଖ ଓ ଆପଣା କର୍ଣ୍ଣରେ ଶୁଣ ଓ ଗୃହରେ ପ୍ରବେଶ କରିବାର ଓ ପବିତ୍ର ସ୍ଥାନରୁ ବାହାରିବାର ସକଳ ବିଷୟରେ ଉତ୍ତମ ରୂପେ ମନୋଯୋଗ କର। ପୁଣି ତୁମ୍ଭେ ବିଦ୍ରୋହୀମାନଙ୍କୁ ଅର୍ଥାତ୍ ଇସ୍ରାଏଲ ବଂଶକୁ କହିବ, ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ହେ ଇସ୍ରାଏଲ ବଂଶ, ତୁମ୍ଭମାନଙ୍କ କୃତ ଘୃଣାଯୋଗ୍ୟ କ୍ରିୟା ସକଳ ତୁମ୍ଭମାନଙ୍କ ନିମନ୍ତେ ଯଥେଷ୍ଟ ହେଉ। କାରଣ ତୁମ୍ଭେମାନେ ଅସୁନତ ହୃଦୟ ଓ ଅସୁନତ ମାଂସ ବିଶିଷ୍ଟ ବିଦେଶୀୟ ଲୋକମାନଙ୍କୁ ଆମ୍ଭ ପବିତ୍ର ସ୍ଥାନରେ ରହିବା ପାଇଁ ତୁମ୍ଭେମାନେ ଆମ୍ଭର ଭକ୍ଷ୍ୟ, ମେଦ ଓ ରକ୍ତ ଉତ୍ସର୍ଗ କଲାବେଳେ ଆମ୍ଭର ସେହି ଗୃହକୁ ଅପବିତ୍ର କରିବା ପାଇଁ ସେମାନଙ୍କୁ ଭିତରକୁ ଆଣିଅଛ ଓ ତୁମ୍ଭମାନଙ୍କର ଅଧର୍ମ ସକଳ ବୃଦ୍ଧି କରିବା ନିମନ୍ତେ ସେମାନେ ଆମ୍ଭର ନିୟମ ଭଗ୍ନ କରିଅଛନ୍ତି। ପୁଣି ତୁମ୍ଭେମାନେ ଆମ୍ଭର ପବିତ୍ର ବସ୍ତୁ ସକଳର ରକ୍ଷଣୀୟ ରକ୍ଷା କରିନାହଁ, ମାତ୍ର ତୁମ୍ଭେମାନେ ଆମ୍ଭର ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କରିବା ପାଇଁ ଆପଣାମାନଙ୍କ ନିମନ୍ତେ ରକ୍ଷକ ନିଯୁକ୍ତ କରିଅଛ। ପ୍ରଭୁ ସଦାପ୍ରଭୁ ଏହି କଥା କହନ୍ତି, ଇସ୍ରାଏଲ ସନ୍ତାନଗଣ ମଧ୍ୟରେ ଯେ ସକଳ ବିଦେଶୀୟ ଲୋକ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅସୁନତ ହୃଦୟ ଓ ଅସୁନତ ମାଂସ ବିଶିଷ୍ଟ କୌଣସି ବିଦେଶୀୟ ଲୋକ ଆମ୍ଭ ପବିତ୍ର ସ୍ଥାନରେ ପ୍ରବେଶ କରିବ ନାହିଁ। ମାତ୍ର ଇସ୍ରାଏଲ ବିପଥ ଗମନ କରିବା ସମୟରେ ଯେଉଁ ଲେବୀୟମାନେ ଆମ୍ଭଠାରୁ ଦୂରକୁ ଯାଇଥିଲେ, ଆପଣା ଆପଣା ଦେବଗଣର ପଶ୍ଚାଦଗାମୀ ହୋଇ ଆମ୍ଭଠାରୁ ବିପଥରେ ଗମନ କରିଥିଲେ, ସେମାନେ ଆପଣା ଆପଣା ଅଧର୍ମ ବହିବେ। ତଥାପି ସେମାନେ ଗୃହର ଦ୍ୱାର ସକଳର ଦ୍ୱାରୀ ହୋଇ ଓ ଗୃହରେ ପରିଚର୍ଯ୍ୟା କରି ଆମ୍ଭ ପବିତ୍ର ସ୍ଥାନର ପରିଚାରକ ହେବେ। ସେମାନେ ଲୋକମାନଙ୍କ ନିମନ୍ତେ ହୋମବଳି ଓ ପ୍ରାୟଶ୍ଚିତାର୍ଥକ ବଳି ବଧ କରିବେ ଓ ଲୋକମାନଙ୍କର ପରିଚର୍ଯ୍ୟା କରିବା ନିମନ୍ତେ ସେମାନଙ୍କ ସମ୍ମୁଖରେ ଠିଆ ହେବେ। କାରଣ ପ୍ରତିମାଗଣର ସାକ୍ଷାତରେ ସେମାନେ ଲୋକମାନଙ୍କର ପରିଚର୍ଯ୍ୟା କଲେ ଓ ଇସ୍ରାଏଲ ବଂଶର ଅଧର୍ମଜନକ ବିଘ୍ନ ସ୍ୱରୂପ ହେଲେ।
ଏଥିପାଇଁ ଆମ୍ଭେ ସେମାନଙ୍କ ପ୍ରତିକୂଳରେ ଆପଣା ହସ୍ତ ଉଠାଉଅଛୁ। ଏହା ପ୍ରଭୁ ସଦାପ୍ରଭୁ କହନ୍ତି ଓ ସେମାନେ ଆପଣାମାନଙ୍କର ଅଧର୍ମ ବହିବେ। ପୁଣି ସେମାନେ ଆମ୍ଭ ଯାଜକର କର୍ମ ସାଧନ କରିବା ନିମନ୍ତେ ଆମ୍ଭ ନିକଟକୁ ଆସିବେ ନାହିଁ, ଅଥବା ସେମାନେ ଆମ୍ଭର ପବିତ୍ର ଦ୍ରବ୍ୟ ସକଳର ମଧ୍ୟରୁ କୌଣସି ପବିତ୍ର ଦ୍ରବ୍ୟ ନିକଟକୁ, ଅତି ପବିତ୍ର ଦ୍ରବ୍ୟ ସକଳ ନିକଟକୁ ଆସିବେ ନାହିଁ। ମାତ୍ର ସେମାନେ ଆପଣାମାନଙ୍କର ଅପମାନ ଓ ଆପଣାମାନଙ୍କ କୃତ ଘୃଣାଯୋଗ୍ୟ କ୍ରିୟାର ଭାର ବହନ କରିବେ। ତଥାପି ଗୃହର ସବୁ ସେବା କାର୍ଯ୍ୟ ନିମନ୍ତେ ଓ ତହିଁ ମଧ୍ୟରେ ଯେ ସକଳ କାର୍ଯ୍ୟ କରାଯିବ, ତହିଁ ନିମନ୍ତେ ଆମ୍ଭେ ସେମାନଙ୍କୁ ଗୃହର ରକ୍ଷଣୀୟ ବିଷୟର ରକ୍ଷକ କରିବା। ମାତ୍ର ଇସ୍ରାଏଲ ସନ୍ତାନମାନେ ଆମ୍ଭଠାରୁ ବିପଥ ଗମନ କରିବା ସମୟରେ ସାଦୋକର ସନ୍ତାନ ଯେଉଁ ଲେବୀୟ ଯାଜକଗଣ ଆମ୍ଭ ପବିତ୍ର ସ୍ଥାନର ରକ୍ଷଣୀୟ ରକ୍ଷା କଲେ, ସେମାନେ ଆମ୍ଭ ଉଦ୍ଦେଶ୍ୟରେ ପରିଚର୍ଯ୍ୟା କରିବା ନିମନ୍ତେ ଆମ୍ଭ ନିକଟକୁ ଆସିବେ ଓ ଆମ୍ଭ ଉଦ୍ଦେଶ୍ୟରେ ମେଦ ଓ ରକ୍ତ ଉତ୍ସର୍ଗ କରିବା ନିମନ୍ତେ ଆମ୍ଭ ସମ୍ମୁଖରେ ଠିଆ ହେବେ। ଏହା ପ୍ରଭୁ ସଦାପ୍ରଭୁ କହନ୍ତି। ସେମାନେ ଆମ୍ଭ ପବିତ୍ର ସ୍ଥାନରେ ପ୍ରବେଶ କରିବେ ଓ ଆମ୍ଭ ଉଦ୍ଦେଶ୍ୟରେ ପରିଚର୍ଯ୍ୟା କରିବା ନିମନ୍ତେ ଆମ୍ଭ ମେଜ ନିକଟକୁ ଆସିବେ। ଆଉ ସେମାନେ ଆମ୍ଭର ରକ୍ଷଣୀୟ ରକ୍ଷା କରିବେ। ପୁଣି ସେମାନେ ଭିତର ପ୍ରାଙ୍ଗଣର ଦ୍ୱାରରେ ପ୍ରବେଶ କରିବା ସମୟରେ ମସିନାର ବସ୍ତ୍ର ପରିଧାନ କରିବେ। ସେମାନେ ଭିତର ପ୍ରାଙ୍ଗଣର ଦ୍ୱାରରେ ଓ ଭିତରେ ପରିଚର୍ଯ୍ୟା କଲାବେଳେ କୌଣସି ଲୋମ ନିର୍ମିତ ବସ୍ତ୍ର ପରିଧାନ କରିବେ ନାହିଁ। ସେମାନଙ୍କ ମସ୍ତକରେ ମସିନା ବସ୍ତ୍ରର ଶିରଭୂଷଣ ଓ କଟି ଦେଶରେ ମସିନା ବସ୍ତ୍ରର ଜଙ୍ଘିଆ ଥିବ, ଯଦ୍ୱାରା ଘର୍ମଜାତ ହୁଏ। ଏପରି କୌଣସି ବନ୍ଧନୀରେ ସେମାନେ ଆପଣା କଟି ବାନ୍ଧିବେ ନାହିଁ। ପୁଣି ଯେତେବେଳେ ସେମାନେ ବାହାର ପ୍ରାଙ୍ଗଣକୁ ଅର୍ଥାତ୍ ବାହାର ପ୍ରାଙ୍ଗଣରେ ଲୋକମାନଙ୍କ ନିକଟକୁ ଯିବେ, ସେତେବେଳେ ସେମାନେ ଆପଣାମାନଙ୍କ ପରିଚର୍ଯ୍ୟାର୍ଥକ ବସ୍ତ୍ର କାଢ଼ି ପବିତ୍ର କୋଠରୀରେ ରଖିବେ ଓ ଆପଣାମାନଙ୍କ ସେହି ବସ୍ତ୍ର ଦ୍ୱାରା ଯେପରି ଲୋକମାନଙ୍କୁ ପବିତ୍ର ନ କରନ୍ତି, ଏଥିପାଇଁ ଅନ୍ୟ ବସ୍ତ୍ର ପରିଧାନ କରିବେ। ସେମାନେ ଆପଣାମାନଙ୍କର ମସ୍ତକ କ୍ଷୌର କରିବେ ନାହିଁ, କିମ୍ବା ଆପଣାମାନଙ୍କର କେଶ ଦୀର୍ଘ ହେବାକୁ ଦେବେ ନାହିଁ। ସେମାନେ କେବଳ କେଶ କର୍ତ୍ତନ କରିବେ। ଭିତର ପ୍ରାଙ୍ଗଣରେ ପ୍ରବେଶ କରିବା ସମୟରେ କୌଣସି ଯାଜକ ଦ୍ରାକ୍ଷାରସ ପାନ କରିବେ ନାହିଁ। ପୁଣି ସେମାନେ ବିଧବା କିମ୍ବା ପରିତ୍ୟକ୍ତା ସ୍ତ୍ରୀ କି ବିବାହ କରିବେ ନାହିଁ। ମାତ୍ର ଇସ୍ରାଏଲ ବଂଶଜାତ ଅନୁଢା ସ୍ତ୍ରୀ କି ଅଥବା ମୃତ ଯାଜକର ବିଧବାକୁ ବିବାହ କରିବେ। ପୁଣି ସେମାନେ ଆମ୍ଭ ଲୋକମାନଙ୍କୁ ପବିତ୍ର ଓ ସାମାନ୍ୟର ଆଉ ଅଶୁଚି ଓ ସୂଚିର ପ୍ରଭେଦ ଶିଖାଇବେ। ଆଉ ବିବାଦ ଉପସ୍ଥିତ ହେଲେ ସେମାନେ ବିଚାର କରିବା ପାଇଁ ଠିଆ ହେବେ। ଆମ୍ଭର ସକଳ ଶାସନାନୁସାରେ ସେମାନେ ବିଚାର ନିଷ୍ପନ୍ନ କରିବେ। ପୁଣି ସେମାନେ ଆମ୍ଭର ନିରୂପିତ ସମୟ ପର୍ବରେ ଆମ୍ଭର ବ୍ୟବସ୍ଥା ଓ ଆମ୍ଭ ବିଧି ସବୁ ପାଳନ କରିବେ ଓ ସେମାନେ ଆମ୍ଭର ବିଶ୍ରାମ ଦିନ ସକଳ ପବିତ୍ର କରିବେ। ପୁଣି ସେମାନେ ଆପଣାମାନଙ୍କୁ ଅଶୁଚି କରିବା ପାଇଁ କୌଣସି ମୃତ ଲୋକର ଶବ ନିକଟକୁ ଆସିବେ ନାହିଁ। ମାତ୍ର ପିତା ଅବା ମାତା ଅବା ପୁତ୍ର ଅବା କନ୍ୟା, ଭ୍ରାତା ଅବା ଅବିବାହିତା ଭଗିନୀ ନିମନ୍ତେ ସେମାନେ ଆପଣାମାନଙ୍କୁ ଅଶୁଚି କରିପାରିବେ। ଯାଜକ ଶୁଚି ହେଲା ଉତ୍ତାରେ ତାହା ପାଇଁ 7 ଦିନ ଗଣିତ ହେବ। ପୁଣି ପ୍ରଭୁ ସଦାପ୍ରଭୁ କହନ୍ତି, ଯେଉଁଦିନ ସେ ପବିତ୍ର ସ୍ଥାନରେ ପରିଚର୍ଯ୍ୟା କରିବା ପାଇଁ
ପବିତ୍ର ସ୍ଥାନର ଭିତର ପ୍ରାଙ୍ଗଣକୁ ଯାଏ, ସେଦିନ ସେ ଆପଣାର ପାପାର୍ଥକ ବଳି ଉତ୍ସର୍ଗ କରିବ, ଆଉ ସେମାନେ ଏକ ଉତ୍ତରାଧିକାର ପ୍ରାପ୍ତ ହେବେ। ଆମ୍ଭେ ସେମାନଙ୍କର ଉତ୍ତରାଧିକାର ଓ ତୁମ୍ଭେମାନେ ଇସ୍ରାଏଲ ମଧ୍ୟରେ ସେମାନଙ୍କୁ କୌଣସି ଅଧିକାର ଦେବ ନାହିଁ। ଆମ୍ଭେ ସେମାନଙ୍କର ଅଧିକାର ଅଟୁ। ସେମାନେ ଭକ୍ଷ୍ୟ ନୈବେଦ୍ୟ, ପାପାର୍ଥକ ବଳି ଓ ଦୋଷାର୍ଥକ ବଳି ଭୋଜନ କରିବେ, ଆଉ ଇସ୍ରାଏଲ ମଧ୍ୟରେ ଯାବତୀୟ ବର୍ଜିତ ଦ୍ରବ୍ୟ ସେମାନଙ୍କର ହେବ। ପୁଣି ସବୁ ଦ୍ରବ୍ୟର ପ୍ରଥମ ଫଳର ଅଗ୍ରିମାଂଶ ଓ ତୁମ୍ଭମାନଙ୍କର ଯାବତୀୟ ଉପହାର ମଧ୍ୟରେ ପ୍ରତ୍ୟେକ ଉପହାର ଯାଜକମାନଙ୍କର ହେବ। ମଧ୍ୟ ତୁମ୍ଭେମାନେ ଆପଣା ଆପଣା ଗୃହରେ ଆଶୀର୍ବାଦ ଅବସ୍ଥିତି କରାଇବା ପାଇଁ ଯାଜକକୁ ଆପଣା ଆପଣା ସୁଜିର ଅଗ୍ରିମାଂଶ ଦେବ। ସ୍ୱୟଂ ମୃତ ଅବା ବିଦୀର୍ଣ୍ଣ କୌଣସି ପକ୍ଷୀ କି ପଶୁ ଯାଜକମାନେ ଭୋଜନ କରିବେ ନାହିଁ।